ଘଟଗାଁ ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର 27ଟି ପଞ୍ଚାୟତରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଣ ହେଉଥିବା ଛତୁଆ, ସୁଜି ଓ ମାଣ୍ଡିଆ ଲଡ଼ୁ ସମେତ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ନିମ୍ନମାନର ଦିଆଯାଉଥିବା ଅଭିଯୋଗ ହେଉଛି। ଛତୁଆ ଏବଂ ସୁଜିରେ ଚିନି ପଡ଼ୁନଥିବା ବେଳେ ଚିନାବାଦାମ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଶାଯାଉନାହିଁ। ମାତ୍ର ମିଶାଯାଉଥିବା ଖାଦ୍ୟ ଅନୁପଯୋଗୀ ଜଣାପଡ଼ୁଛି। ଛତୁଆ ଖାଇବା ପାଇଁ ଲୋକଙ୍କ ମନ ବଳୁନାହିଁ। ମହିଳା ଓ ଶିଶୁମାନେ ନ ଖାଇ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଥିବା ଅଭିଯୋଗ ହେଉଛି। ଏ ବାବଦରେ ପୂର୍ବରୁ ଘଟଗାଁ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।